ତାମାନେ ଆର ସରକାର ହଉଥିଲା ମାନେ ଏମାନେ ବି କୁଆଡେ କରିବେ। ଆର ସରକାର କଣ ପର ଡେ ମର୍ଡର ହଉଥିଲା। ପ୍ରତ୍ୟେକ ଦିନ ସକାଳ ପାଇଲେ ରକ୍ତ ରଞ୍ଜିତ, ପ୍ରତ୍ୟେକ ଦିନ ଆପଣଙ୍କ ନ୍ୟୁଜ ମାନଙ୍କରେ ଭିଡ ହିଂସା। ଟ୍ରମ୍ପ ମିଛ କଥା କହିନଥିଲେ। ଟ୍ରମ୍ପ କହିଥିଲେ ଯେ ଓଡିଶାକୁ ମହିଳା ମାନେ ଯାଉନି, ସେଠି ମହିଳା ସୁରକ୍ଷିତ। ଏଇଠି ଗୋଟେ ପ୍ରମାଣ ହେଇଗଲା। ତେଣୁ ଆମ ପିଲାଙ୍କୁ ତମେ ଗଣ୍ଡ ମୂର୍ଖ କରି ଆସୁଛ। ପିଏଚଡି ଲୋକମାନଙ୍କୁ ଆଣିଲା, ଏଇ ମାଷ୍ଟର ମାନେ ଠିକ କରିବେ ବୋଲି କଣ ମାନେ ଅଛି? ଠିକ ପଢେଇବେ ବୋଲି ମୁଁ ନୁହଁ ନୁହଁ କହୁଛି, ହାତ ଯୋଡୁଛି ପିଠି ଲାଷ୍ଟକୁ ତାର ମାନେ କଣ ଦେହରେ ଗୋଟେ ବସ୍ତ୍ର ବି ନାହିଁ। ଗୋଟେ ଫଟୋ ଦେଖୁଛି ଦି ପଟେ ହାତରେ 2 ଜଣ ଧରିଛନ୍ତି। ସେଠୁ ମୁଁ ଭାବିଲି ପିଲାମାନଙ୍କୁ ମାଗିଲି 2 ଟଙ୍କା ଦିଅ, ଆମେ ତାଙ୍କୁ ବସରେ ବସେଇଦବା। ସେ ପିଲା କହିଲେ ଏମିତି ବହୁତ ଜଣ ମିଛ କହୁଛନ୍ତି, ତେଣୁ ଆମେ ପଇସା ଦବା। ମାନିବାକୁ ପଡିବ ତାକୁ, ସାଲ୍ୟୁଟ। ସେ ବି କହିଲା ଝିଅ ଯେତିକି ମାଡ ଖାଇନି ତାଠୁ ମୁଁ ବେଶୀ ମାଡ ଖାଇଛି। କାଲି ମୁଁ ଦେଖୁଥିଲି ଆଇଏସି ତାଙ୍କ ସାର୍ କେତେଟା ପୋଲିସ, ସୌମ୍ୟ ବେଳକୁ କେତେଟା ପୋଲିସ ଚିତ୍ରହରଣ ହେଲେ। ଦ୍ରୌପଦୀକୁ କୃଷ୍ଣ ଆସିଥିଲେ ବଞ୍ଚିବା ପାଇଁ, କିନ୍ତୁ ବଳରାମ କୃଷ୍ଣ ବେଶ ହେଇକି ଆସି ପହଞ୍ଚିଗଲେ। ଏବେ ରାଜ୍ୟରେ ଭିଡ଼ ହିଂସାକୁ ନେଇକି ତୁମ୍ବି ତୋଫାନ ଆପଣ ଜାଣିଥିବେ, ୟା ପୂର୍ବରୁ ବାଲିଅନ୍ତାରେ ମଧ୍ୟ ଭିଡ଼ ହିଂସା ହେଇଥିଲା, ତାପରେ ବ୍ରହ୍ମପୁରରେ ମଧ୍ୟ ଭିଡ଼ ହିଂସା ହେଇଥିଲା। ସେମିତି ଗୋଟେ ଭିଡ଼ ହିଂସା ଦେଖିବାକୁ ମିଳିଛି ରାୟଗଡ଼ାରେ। ଯାହା ଦେଖୁଥିଲେ ସୋସିଆଲ ମିଡ଼ିଆ ହଉ କି ଟିଭି ପ୍ଲାଟଫର୍ମ ହଉ କି ଗଣମାଧ୍ୟମ, ସବୁଥିରେ ଦେଖନ୍ତୁ ଗୋଟେ ଅନ୍ୟ ରାଜ୍ୟର ଝିଅ ଆସିଲା ପରେ କେମିତି ତାକୁ ହଇରାଣ କରୁଛନ୍ତି, କେମିତି ତା ଡ୍ରେସ୍ ଚିରିଛନ୍ତି, ଏମିତିକି ତାକୁ ଉଲ୍ଲଗ୍ନ କରିବାକୁ ପଛେଇ ନାହାନ୍ତି କି ମାଡ଼ ମାରିବାକୁ ପଛେଇ ନାହାନ୍ତି। ଯଦି ବା ସେ କହିଛନ୍ତି, ପରିଚୟ ଦେଇଛନ୍ତି କି ମୁଁ ଗୋଟେ ଏନଜିଓ ସଂସ୍ଥାରେ କାମ କରୁଛି, ମୁଁ ଏଇ ଜାଗାରେ ଆସୁଛି, କିନ୍ତୁ ତାକୁ ଖାତିର କରୁନାହାନ୍ତି, ତାହେଲେ ଭିଡ଼ ହିଂସା କ'ଣ ପାଇଁ ଏତେ ବଢ଼ୁଛି? ଆଉ ଭିଡ଼ ହିଂସା ଯଦି ବା କୁହାଯାଉଛି, କାହିଁକି ସେ ଆଇନ ଭିଡ଼ ହିଂସାରେ ଲାଗୁନି? କ'ଣ ପାଇଁ? ହୁଏତ ଭିଡ଼ ହିଂସାରେ ଯଦି ଆଇନ ଲାଗନ୍ତା କି ସେ ଦଣ୍ଡ ମିଳନ୍ତା, ତାହେଲେ ଲୋକଙ୍କୁ ସାହସ ହେଉନଥାନ୍ତା କି ଭିଡ଼ ହିଂସା କରିବା ପାଇଁ। କିନ୍ତୁ ଆଜି ମଧ୍ୟ ସମ୍ବଲପୁରରେ ଏମିତି ଗୋଟେ ଭିଡ଼ ହିଂସା ଦେଖିବାକୁ ମିଳିଛି। ଦିନକୁ ଦିନ ଭିଡ଼ ହିଂସା ବଢ଼ୁଛି। ୟା ବିଷୟରେ ଆମେ ଆଲୋଚନା କରିବା। ଆମ ସାଙ୍ଗରେ ଅଛନ୍ତି ଆଇନଜୀବୀ ତଥା ସମାଜସେବୀ ମଧୁମିତା ରଥ ମ୍ୟାଡ଼ାମ୍। ମ୍ୟାଡ଼ାମ୍ ସ୍ୱାଗତ କରୁଛି। ଦେଖନ୍ତୁ ମ୍ୟାଡ଼ାମ୍, ବାଲିଆନ୍ତା ପରେ ଆମେ ଭାବିଥିଲୁ ଯାହା ହଉ ୟା ପରେ କିଛି ସୁଧୁରିଯିବ, କିନ୍ତୁ ଦେଖିଲା ବେଳେ ତାପରେ ବ୍ରହ୍ମପୁର, ତାପରେ ରାୟଗଡ଼ା, ଆଜି ମଧ୍ୟ ସମ୍ବଲପୁରରେ ସେମିତି ଭିଡ଼ ହିଂସା ହେଉଛି। ଏ କାରଣ କ'ଣ? ମାନେ ୟାଙ୍କୁ ଦଣ୍ଡବିଧାନ କମ୍ ହେଉନି, ନା ସରକାର ଖାତିର କରୁନାହାନ୍ତି, ନା ପୋଲିସକୁ ଏ ଅପରାଧୀ ମାନେ ମାନୁନାହାନ୍ତି? ଶୁଣନ୍ତୁ, ମୁଁ ପ୍ରଥମେ ରାୟଗଡ଼ାକୁ ଆସୁଛି। ଯେ ରାୟଗଡ଼ାରେ ଯୋଉ ଝିଅଟିଏ ଆଉ ପୁଅଟିଏ 2 ଜଣ ଯାକ ଏନଜିଓ ତରଫରୁ ଫେଲୋସିପ୍ କରିବା ପାଇଁ ଆସିଥିଲେ। ସେମାନେ ଦେଖିଲେ ରଜ ମହୋତ୍ସବ ଚାଲିଛି, ଆଉ କିଛି ପିଲା ସେଠି ଖୁସିରେ ରଜ ମନାଉଛନ୍ତି। ଆମେ ବି ସାଧାରଣତଃ ଯେତେବେଳେ ଯାଉ, ଛୁଆମାନଙ୍କୁ ଦେଖିଲେ ଟିକେ ଆମ ମାନଙ୍କର ଆକର୍ଷଣ ଆସେ। ଗୋଟେ ଛୁଆମାନଙ୍କୁ ଟିକେ ଚକୋଲେଟ୍ ଦେବାକୁ ଭଲ ପାଏ, ତାଙ୍କ ସାଙ୍ଗେ ଟିକେ କଥା ହେବାକୁ ଭଲ ପାଏ। କିନ୍ତୁ ବାହାରୁ ଗୋଟେ ଝିଅ ପୁଅ ଆସିଛନ୍ତି। ସେ କ'ଣ ଜାଣିଛନ୍ତି ଯେ ଏଠି ଏଇଭଳିଆ କୋଉ କିସମର ଲୋକ ଅଛନ୍ତି, ତାଙ୍କର ମାନସିକତା କ'ଣ? ସେ ଯୋଉଠିକି ଆସିଛନ୍ତି, ତାଙ୍କର ପାଠରେ ପୁସ୍ତକରେ ରଖିବେ ଯେ ରାୟଗଡ଼ା ବା ଫୁଲବାଣୀର ଲୋକମାନେ କେମିତି ଚଳୁଛନ୍ତି, ତାଙ୍କର ପରିବେଶ କ'ଣ, କେମିତି ଜଙ୍ଗଲ ଏରିଆ, କେମିତି ପାହାଡ଼, କେମିତି ଝରଣା, ତା ଉପରେ ସେ ଷ୍ଟଡି କରିବାକୁ ଆସିଥିଲେ। ତେଣୁ ଯେତେବେଳେ ପିଲାମାନଙ୍କୁ ଦେଖିଛନ୍ତି, ଖୁସି ହେଇଛନ୍ତି ଏବଂ ତାଙ୍କୁ ଚକୋଲେଟ୍ ମଧ୍ୟ ଦେଇଛନ୍ତି। କିନ୍ତୁ ସେଇ ଟାଇମ୍ରେ କିଛି ଲୋକ ଧାଇଁ ଆସିଛନ୍ତି ଯେ ବୋଧେ ଇଏ ସବୁ ପିଲା ଚୋର, କାହିଁକିନା ତାଙ୍କର ଆଗରୁ ସେ ଏରିଆରେ ଚୋରି ହେଇଥିବ। ତାଙ୍କ ମୁଣ୍ଡରେ ଗୋଟେ ସନ୍ଦେହ, କାହିଁକିନା ଦେଖନ୍ତୁ ଯେହେତୁ ଗୁଣି ଯେମିତି ଗୋଟେ ସନ୍ଦେହ, ଗୁଣିରେ କହନ୍ତି ସେ ଗୁଣି କରିକି ମୋ ପୁଅଟାକୁ ମାରିଦେଲା କି ମୋଟା ବାଡ଼େଇ ବାଡ଼େଇ ମାରି ଦିଅନ୍ତି। ସେପଟ ସାଇଡ୍ରେ ଗୁଣି ବି ମଧ୍ୟ ଅଛି। ସେପଟ ସାଇଡ୍ରେ ଧର୍ମାନ୍ତୀକରଣ ବି ରାୟଗଡ଼ା ପଟେ ଅଛନ୍ତି। ବହୁତ ଲୋକ ଅନ୍ଧବିଶ୍ୱାସ ବହୁତ, ଏବଂ ସନ୍ଦେହ ବହୁତ। ସନ୍ଦେହ ହିଁ ରାକ୍ଷସ ବନେଇ ଦେଇଛି ତାଙ୍କୁ। ସେଇ ଲୋକମାନଙ୍କୁ ସନ୍ଦେହ ଯେତେବେଳେ ଗ୍ରାସ କରେ ମଣିଷକୁ, ସେତେବେଳେ ରାକ୍ଷସ ପାଲଟିଯାଏ। ତେଣୁ ସେଠୁ ଏତେ ଲୋକ ପରିମାଣରେ ଯାଇଛନ୍ତି। ସମସ୍ତେ ରାକ୍ଷସ ନାହିଁ, କିଛି ଲୋକଙ୍କ ପାଖରେ ବି ମାନବିକତା ଅଛି, କିଛି ଲୋକ ମାନବିକତା ହରେଇ ଦେଇଛନ୍ତି। ସେ ଭାବିଛନ୍ତି ଇଏ ବୋଧେ ଆମ ଛୁଆକୁ ଯେହେତୁ ଚକୋଲେଟ୍ ଦେଇକି ବୋଧେ ନେବାକୁ ଚାହୁଁଥିଲେ। କିନ୍ତୁ ସଠିକ୍ ଭାବରେ ମାନେ ନ ଜାଣି ନ ବୁଝି ସନ୍ଦେହ ହେବାଟା ହିଂସ୍ର ହେଇଯାଇଛନ୍ତି। ଏଇ ହିଂସ୍ର ହେଇ ତାକୁ, ସେ ଝିଅଟାକୁ ଆଉ ସେ ପୁଅକୁ ବହୁତ ଆକ୍ରମଣ କରିଛନ୍ତି। ଏବଂ ଆପଣ ସେ ଭିଡ଼ିଓଟାକୁ ଦେଖନ୍ତୁ, ଯେମିତି ଆମର କୁରୁସଭାରେ ଯେମିତି ଦ୍ରୌପଦୀକୁ ଉଲ୍ଲଗ୍ନ କରାଯାଇଛି, ସେଇ ଭଳିଆ ପୁରା ଉଲ୍ଲଗ୍ନ କରାଯାଇଛି। ସେ ଭିଡ଼ିଓ ଦେଖି ହେଉନି, ଯେମିତି ସୌମ୍ୟର ଯେମିତି ଦେଖି ହୁଏନି, ସେମିତି ଆକୁ ମଧ୍ୟ ଦେଖି ହେଉନି। ତେଣୁ ଗୋଟେ ସ୍ତ୍ରୀ ଲୋକକୁ ପୁରା ବିଭତ୍ସ ଗୋଟେ ଝିଅଟାକୁ କରିଦେଇଛନ୍ତି। ଶୁଣନ୍ତୁ, ଯେଉଁମାନେ କରିଛନ୍ତି କାଲି ଆରେଷ୍ଟ ହେଇକି ଆଜି ଯାଉଛନ୍ତି, ମୁଁ ଦେଖୁଛି ସେଥିରେ ମଧ୍ୟବୟସ୍କର ଲୋକ ମଧ୍ୟ ଅଛନ୍ତି। ତାଙ୍କର ବି ଝିଅ ଥାଇପାରେ, କାହିଁକିନା ଲୁଗା ପିନ୍ଧିଛନ୍ତି, ଗାମୁଛା ପିନ୍ଧିଛନ୍ତି, ଗଞ୍ଜି ପିନ୍ଧିଛନ୍ତି। କାଲି 2 ଜଣଙ୍କୁ ସବୁ ହ୍ୟାଣ୍ଡକପ୍ କରିକି ନେଉଛନ୍ତି, ତାଙ୍କର ବି ତ ଝିଅ ଅଛି ନା। ତେଣୁ ସେ ଝିଅଟାକୁ ତମେ ହାତ ଉଠେଇବା ଆଗରୁ 100 ଥର ଭାବିବା କଥା, ଇଏ ଅଲଗା ଭାଷା କହୁଛି। ଯଦି ଏମାନେ ଚୋର, ତାକୁ ଥାନା ଜମା 2 କିଲୋମିଟର ଦୂରରେ ତାଙ୍କୁ ନେଇକି ଥାନାରେ ଦେଇଥାନ୍ତ। ତମକୁ କିଏ ଅଧିକାର ଦେଲା ତମେ ତାଙ୍କୁ ହାତ ଉଠେଇବା? କିନ୍ତୁ ପିଲା ଚୋର ହଁ କହୁଛନ୍ତି, ହଁ ପିଲା ଚୋର ଦେଖିଲେ ଲୋକେ ବାନ୍ଧି ଦିଅନ୍ତି। ହଁ,
କିଏ ପୋଲିସକୁ ହଁ ଫୋନ ତାଙ୍କୁ କରନ୍ତି? ବାନ୍ଧି ଦେଇଥାନ୍ତା, ପୋଲିସକୁ ଡାକିଥାନ୍ତା, ଆଇନକୁ ହାତକୁ ନବ। ଏବେ ଗୋଟେ ରିସେଣ୍ଟ ସମୟର ହେଇଛି, ତମେ ଜାଣିଛ, ୟଙ୍ଗ ୟଙ୍ଗ ପିଲାମାନେ ବର୍ତ୍ତମାନ 18 ଜଣଙ୍କୁ ଆରେଷ୍ଟ କରାହେଲା। ଏଇଟା ଓଡ଼ିଶା ନୁହଁ, ଏଇଟା ନ୍ୟାସନାଲ ନ୍ୟୁଜ ସମୟ ରହିଛି। ଏଟା ବି ଗୋଟେ ଭିଡ଼ ହିଂସା। ତମେ ବି ଜାଣୁ ଜାଣୁ ଭିଡ଼ ହିଂସା କରୁଛ ଏବଂ ଗୋଟେ ଝିଅକୁ ବିଭତ୍ସ ଭାବରେ ବାଡ଼ଉଛ। ସେ ନାଇଁ ନାଇଁ କରୁଛି, ମୁହଁ ନୁହଁ କହୁଛି, ହାତ ଯୋଡୁଛି, ପିଠି ଲାଷ୍ଟକୁ ତାର ମାନେ କୌଣସି ଦେହରେ ଗୋଟେ ବସ୍ତ୍ର ବି ନାହିଁ। ଗୋଟେ ଫଟୋ ଦେଖୁଛି, ଦି ପଟେ ହାତରେ 2 ଜଣ ଧରିଛନ୍ତି, ଦେହରେ ଗୋଟେ କପଡ଼ା ନାହିଁ। ବହୁତ ଲୋକ ସହୃଦୟ ବି ଗାମୁଛା ତାକୁ ଦଉଛନ୍ତି, କିନ୍ତୁ ସେ ମାନେ ଏତେ ବାଗରେ ସେ ବି କହୁଛି ନିଶାସକ୍ତ ଅବସ୍ଥାରେ ସେ ପିଲାମାନେ ଅଛନ୍ତି। ତେଣୁ ପୋଲିସ ବି ଆସିଯାଇଛି, ପୋଲିସକୁ ବି ମଧ୍ୟ ସେ ଭିତରେ ପଶିବାକୁ ଡର ମାଡୁଛି। ଯେମିତି ସୌମ୍ୟର 4 ଜଣ ପୋଲିସ, ସେମିତି ଆଇଆଇସି ମ୍ୟାଡ଼ାମ ଆସିଛନ୍ତି, ସମସ୍ତେ। ଏତେ ଲୋକରେ ପୋଲିସ ବି ନାଚାର ହେଇଯାଉଛି। କିନ୍ତୁ ସେଠି ଭଗବାନ ଭଳି ବଳରାମ ନାଗ ବୋଲି ଗୋଟେ ବାଘ ବୋଲି ଗୋଟେ ପିଲା ଆସିଯାଇଛି, ସେ ଘରେ ମାନିବାକୁ ପଡ଼ିବ, ତାକୁ ସାଲ୍ୟୁଟ। ସେ ବି କହିଲା ଝିଅ ଯେତିକି ମାଡ଼ ଖାଇନି ତାଠୁ ମୁଁ ବେଶୀ ମାଡ଼ ଖାଇଛି। କାଲି ମୁଁ ଦେଖୁଥିଲି, ସେ ହଠାତ୍ ତାକୁ ତ ଦେଖିଲି, ତା ଦେହରେ ଟିକେ ବି ଲୁଗାପଟା ନାହିଁ, ତାର ବ୍ଲାକ୍ ଟି ସାର୍ଟଟା ଆଣିକି ତାକୁ ପିନ୍ଧେଇ ଦେଇଛି। ମାଡ଼ ଖାଉଛି ବୋଧେ, ତାକୁ ଟେକିକି ନେଇକି ତାକୁ ବେଶ୍ୟାଗାର। ବେଶ ଦେଇଛି। ତା ଚୁଟି ଝିଙ୍କି ବାଡ଼ଉଛନ୍ତି, ତା ଡ୍ରେସ୍, ପ୍ରଥମେ ସାର୍ଟ ଚିରିଛନ୍ତି, ଇନର ଚିରିଛନ୍ତି, ମାନେ କିଛି ଦେହରେ କିଛି ତା ଦେହରେ ନାହିଁ। ଏମାନଙ୍କ ମତେ ଉଦ୍ଦେଶ୍ୟ କଣ, ଲାଗୁଛି, ବାଡେଇବାର ଥିଲା ନା ୟାଙ୍କ ଦୁଷ୍କର୍ମ ନାଇଁ ଉଦ୍ଦେଶ୍ୟ କଣ? ଶୁଣନ୍ତୁ, ଏତେ ଲୋକଙ୍କ ଭିତରେ ତ ଦୁଷ୍କର୍ମ କରିବା ସହଜ ନୁହଁ, କିନ୍ତୁ ନିଶାରେ କଣ ନ କରିଥାନ୍ତେ ବୋଲି କଣ ମାନେ ଅଛି, ଆଉ ଅଧିକା ନ ହେଇଥାନ୍ତେ ବୋଲି। ଶୁଣନ୍ତୁ, ଆମର ଭାରତ ଓଡ଼ିଶା ଗୋଟେ ଶାନ୍ତିପୂର୍ଣ୍ଣ ଦେଶ। ଆମ ଓଡ଼ିଶାକୁ ନାଁ ଶୁଣିଲେ ଲୋକ କହନ୍ତି ଜଗନ୍ନାଥ ଧାମ, ସନାତନ ଧର୍ମର ଲୋକ ଆମେ, ଯୋଉଠି ଗଲେ ଆମେ ବହୁତ ପ୍ରେଷ୍ଟିଜ ପାଉ। କାହିଁକିନା ଜଗନ୍ନାଥ ଧାମର ଲୋକ ବୋଲି କହିଲେ ଲୋକମାନେ ଆମକୁ ବହୁତ ମାନେ ଭାବନ୍ତି, ମାନେ ଶାନ୍ତ ସରଳ ଲୋକମାନେ। କିନ୍ତୁ ବର୍ତ୍ତମାନ ଓଡ଼ିଶା ନାଁଟାକୁ ଏଭଳି ମାନେ କଳଙ୍କିତ। କଳଙ୍କିତ ହେଲାଣି। ଆପଣ ଯୋଉଦିନ ଇସ୍ୟୁ ହେଉଛି କଙ୍କାଳ ଇସ୍ୟୁ, ନ୍ୟାସନାଲ ନ୍ୟୁଜ। ଯୋଉଦିନ ସୌମ୍ୟ, ନ୍ୟାସନାଲ ନ୍ୟୁଜ। ଯୋଉଦିନ ଦେଖିବେ ଯୋଉ ଆମର ହେଇଗଲା ଏବେ ଚାମିଲି, ତ ନ୍ୟାସନାଲ ନ୍ୟୁଜ ଏତେ ହେଇନି, କିନ୍ତୁ ବର୍ତ୍ତମାନ ଆମର ଯୋଉ କୋଶ୍ଚିନ୍ ପେପର ପିଲାମାନଙ୍କର ଯୋଉ ବହିରେ ଯୋଉ ଭୁଲ 1678ଟା ଭୁଲ, ତାହା ବି ନ୍ୟାସନାଲ ନ୍ୟୁଜ। ତାପରେ ଇଏ ତ ନ୍ୟାସନାଲ ନ୍ୟୁଜ କଣ, ଇଏ ଇଣ୍ଟରନ୍ୟାସନାଲ ନ୍ୟୁଜ ହେଇଗଲା। ଏଇ ଯୋଉ ଝିଅ, ଯେହେତୁ ଏମାନେ ଅଣଓଡ଼ିଆ ଝିଅ, ଆଉ ଗୋଟେ ପୁଅଟେ ବି ଅଣଓଡ଼ିଆ ପୁଅ ଥିଲା। ଆମେ କହୁଛେ ଅତିଥି ଦେବ ଭବ, ଅତିଥି ମାନେ ଆସିଲେ ଆମକୁ ତାଙ୍କୁ ସମ୍ମାନ ଦେବା କଥା, ଏବଂ ସେମାନେ ଆସିକି କହିବା କଥା ଯେ ଓଡ଼ିଶା ଏତେ ବଢ଼ିଆ ଜାଗା, ଆମକୁ ଏତେ ବଢ଼ିଆ ବ୍ୟବହାର କଲେ। ଆମେ ଯେମିତି ଯୋଉଠି ଗଲେ ଆମକୁ କହୁଛନ୍ତି ଓଡ଼ିଶାରୁ ଆସିଛ, ଜଗନ୍ନାଥ ଧାମରୁ ଆସିଛ, ଜଗନ୍ନାଥ ଦେଶରୁ ଆସିଛ, ଆମକୁ ଲୋକ କହୁଛନ୍ତି। ଏଇ ଯୋଉ କାଣ୍ଡଟି କଲେ, ଓଡ଼ିଶାର ନାଁଟା ଯାହା ତ ଖରାପ ଥିଲା, ଆହୁରି ଏଠି ଗୋଟେ ମହାଭାରତର କୁରୁକ୍ଷେତ୍ର ହେଇଗଲା। ଦ୍ରୌପଦୀ ଯେମିତି ବସ୍ତ୍ରହରଣ ହେଲେ, ଦ୍ରୌପଦୀକୁ କୃଷ୍ଣ ଆସିଥିଲେ ବଞ୍ଚିବା ପାଇଁ, କିନ୍ତୁ ବଳରାମ କୃଷ୍ଣ ବେଶ ହେଇକି ଆସି ପହଞ୍ଚିଗଲେ। ଧନ୍ୟବାଦ ସେ ବଳରାମକୁ। ସମସ୍ତେ ବଳରାମ ହେବା ଦରକାର। ଏଠି ଲୋକ ରାଜ୍ୟ ସରକାର ତାଙ୍କୁ ମାନେ କିଛି ଗୋଟେ ପୁରସ୍କାର ଦେବା କଥା। ନିଶ୍ଚୟ ଦେବା କଥା, କାହିଁକି ନା ଏଠି ମାନବିକତା ହଜି ଯାଇଥିଲା ଲୋକମାନେ। କିଛି ଲୋକ ପାଖେ ମାନବିକତା ଥିଲା, କିଛି ଲୋକ ପାଖରେ ମାନବିକତା ନାହିଁ। ବହୁତ ଲୋକ ମଧ୍ୟ ଦେଖନ୍ତୁ ସେଠି ଭିଡ଼ିଓ କରୁଛନ୍ତି, ସେ ଭିଡ଼ିଓ ଗୁଡ଼ାକ ବି ଏବେ ବୁଲଉଛନ୍ତି। ତେଣୁ ଭିଡ଼ିଓ ଗୁଡ଼ାକ ଯୋଉ କହିଛନ୍ତି ପୋଲିସ ଯେ ଯୋଉମାନେ ଭିଡ଼ିଓ କରୁଥିଲେ, ଆଉ ଯୋଉମାନେ ଭିଡ଼ିଓ କରିକିନି ଆକ୍ୟୁଜକୁ ଧରିଛନ୍ତି ଠିକ କଥା, କିନ୍ତୁ ଭିଡ଼ିଓ କରିକି ତାକୁ ପ୍ରସାରଣ କଲେ ମଡର୍ଣ୍ଣ ସେ ଫିଲ୍ମ ଝିଅର ବନେଇଛନ୍ତି। ଇଜ୍ଜତ ବଳେ। ଦେଖନ୍ତୁ ସେ ଝିଅର ବର୍ତ୍ତମାନ ଯାହା ଅବସ୍ଥା ହେଇଛି, ଆମେ ଯଦି ଗୋଟେ ମାଡ଼ ଖାଇବା କି ଗୋଟେ ଆକ୍ସିଡେଣ୍ଟ ହେବା ଆମେ ଭୁଲିଯିବା, କିନ୍ତୁ ତା ଦେହରେ ଯୋଉ କ୍ଷତଟା ହେଲା, ସେ ଜୁଇକୁ ଯିବା ପର୍ଯ୍ୟନ୍ତ ସେ କ୍ଷତଟାକୁ ସେ ଭୁଲି ପାରିବେନି, କି କ୍ଷତଟା କେବେ ପୂରଣ କରିପାରିବେନି। ତା ଜୀବନରେ ଯୋଉ ବହୁତ ଲୋକ ଝିଅମାନେ ଅଛନ୍ତି, ରେପ୍ ହଉଛନ୍ତି, ମର୍ଡର ହଉଛନ୍ତି, ମରିଯାଉଛନ୍ତି, ଅଲଗା କଥା। ବଞ୍ଚି ଥାଉ ଥାଉ ମଲା ଭଳିଆ ତା ଦେହରେ ଯୋଉ କ୍ଷତଟା, ଆଉ ଜୀବନରେ ତାକୁ ଓଡ଼ିଶାକୁ କହିଲେ, ସେ ଓଡ଼ିଶାର ଯୋଉ ବହୁତ ଝିଅମାନେ ଥର ଡରିବେ ଓଡ଼ିଶାକୁ ଆସିବା ପାଇଁ, ପଢିବା ପାଇଁ। ବହୁତ ଝିଅ ବାହାରରୁ ଆସି ଏଠି ଶିକ୍ଷାନୁଷ୍ଠାନ ଆମର ବହୁତ ଅଛି ଓଡ଼ିଶାରେ, ବହୁତ ନାହିଁ। ଶୁଣନ୍ତୁ, ଭିଡ଼ ହିଂସା ଯଦି ସୌମ୍ୟ କେସ୍ରେ ଯଦି ଏନକାଉଣ୍ଟର 2-4ଟା ହେଇଥାନ୍ତା, ସମସ୍ତେ ଜାଣିଲେ ଭିଡ଼ ହିଂସାର ଦଫା ଲାଗିଲା ନାହିଁ। ସେଠି ସୌମ୍ୟ ମା ନ୍ୟାୟ ପାଇଲାନି, ସୌମ୍ୟ ନ୍ୟାୟ ପାଇଲାନି। ଦେଖନ୍ତୁ, ସେଠି ଆଟେମ୍ପ୍ଟ ଟୁ ରେପ୍ ନ ହେଇକି ଗୋଟେ ପିଲାକୁ ବାଡ଼େଇ ବାଡ଼େଇ ମାରିଦେଲେ। ଯଦି ସେଠି ଯଦି 2-4ଟାକୁ ଏନକାଉଣ୍ଟର କରିଥାନ୍ତେ, ଆଜି ଏଠି ଏଇଆ ନାହିଁ। ସେଠି ନ ହେଇକିନି ମାରିଦେଲେ ଲୋକଟାକୁ। ଏଠି ଏ ଝିଅ ଟୋଟାଲି ସେଥିରେ ପିଲା ଚୋର ନୁହଁ, କିନ୍ତୁ ୟାକୁ ଆଇ କାର୍ଡ ବି ଦେଖଉଛି ଆଇ ତାର। କାର୍ଡ ବି ଦେଖଉଛି। ଦେଖନ୍ତୁ, ଏଠି କିଛି ନ ହେଇକି ମୁହଁ ଘୋଡେଇକିନି କେତେ କଥା କହିଦେଲେ ଯେ ଗୋଟେ ପିଲା ମରିଗଲା, କିନ୍ତୁ ଏଠି ଏଇ ଝିଅଟା ଆକ୍ଚୁଆଲି ହେଇଛି ତା ପ୍ରତି ସବୁ ହେଲା, କିନ୍ତୁ ଏଠି ବି ଏନକାଉଣ୍ଟର ହେଲାନି। ତେଣୁ ଶୁଣନ୍ତୁ, ଏଠି କୋଉ ନାରୀ ସମ୍ମାନ ପାଉନି, କୋଉ ପୋଲିସ ପାଉନି, କୋଉ ଜନସାଧାରଣ କାହିଁକି କହୁ ଶୁଣନ୍ତୁ, ରାଷ୍ଟ୍ରପତି ହେଲେ ନାରୀ, ମହିଳା ଜଣେ, ଏଠି ସ୍ପିକର ହେଲେ ମହିଳା, ଏଠି ଉପମୁଖ୍ୟମନ୍ତ୍ରୀ ମହିଳା, ଏଠି ମେୟର ମହିଳା। ସେମାନେ କହୁଛନ୍ତି ଆମେ ମହିଳାକୁ ସମ୍ମାନ ଦଉଛୁ। ଦେଖନ୍ତୁ, ସେପଟେ ଜଣେ ଦ୍ରୌପଦୀ ମ୍ୟାଡାମଙ୍କ ପାଖକୁ ପ୍ରଧାନମନ୍ତ୍ରୀ ଆସିକିନି ସେଠି
2 ବର୍ଷ ପୂର୍ତ୍ତି କରିବା ସମୟରେ ଏଠି ଜନ୍ମଦିନ କରିବା ସମୟରେ ଏଠି ଗୋଟେ ଦ୍ରୌପଦୀକୁ ଉଲଗ୍ନ କରିକି ମାନେ ବିଭତ୍ସ କରିକି ତାକୁ ଉଲଗ୍ନ କରିକି ତାକୁ ତା ଭିଡ଼ିଓ ଉତ୍ତୋଳନ କରି ଭିଡ଼ିଓକୁ ଭାଇରାଲ କରୁଛନ୍ତି ଲୋକ। ତେଣୁ ଏଠି ଗୋଟେ କୁରୁସଭା ହେଲା ବେଳକୁ ସେଠି ସେମାନେ ମୌଜ ମସଲିସ୍ କରୁଛନ୍ତି। ତେଣୁ କେତେବେଳେ ବିକାଶ ହେଉଛି କହୁଛନ୍ତି ଆମେ ଓଡ଼ିଶାକୁ ଡବଲ ଇଞ୍ଜିନ ବିକାଶ କଲୁ। ବିକାଶ ନା ଓଡ଼ିଶାର ବର୍ତ୍ତମାନ ବିନାଶ ହେଉଛି। ପ୍ରତ୍ୟେକ ଦିନ କାହା ହାତ ହଣା ହେଇଯାଉଛି, କାହା ବେକ କଟା ହେଉଛି, ସାଙ୍ଗସାଥି ଭିତରେ ବେକ କାଟି ଦେଉଛନ୍ତି, କୋଉଠି 2 ଜଣ ସୌତୁଣୀ ଭିତରେ ମାଡ଼ଗୋଳ ହେଇକିନି କାହା ସ୍ୱାମୀକି କିଏ ହାଣିଦେଲାଣି। ଆଜି ହେଇଛି ଆମର ମଞ୍ଚେଶ୍ୱର ଥାନାରେ କାଲି। ତେଣୁ କାହାକୁ ହୋମ୍ସ ଭଳିଆ ଚଢ଼େଇ ଦେଲାଣି ବୁଲେଟ୍ ଉପରେ, କାହାକୁ ବିହାରୀ ଗୁଣ୍ଡାଣିକି ମାରିଲେଣି, କିଏ 3 ମାସର ବାହାଘର ରାହୁଲକୁ ମାରିଲେଣି। ହଁ, ପ୍ରତ୍ୟେକ ଦିନ ସକାଳ ପାଇଲେ ରକ୍ତ ରଞ୍ଜିତ, ପ୍ରତ୍ୟେକ ଦିନ ଆପଣଙ୍କ ନ୍ୟୁଜ୍ ମାନଙ୍କରେ ଭିଡ଼ ହିଂସା। ଦେଖନ୍ତୁ ଯୋଉଟା ଚାମିଲି ରହିଥିଲା ସେଟା ବି ଭିଡ଼ ହିଂସା ଭଳିଆ। କାହିଁକି ଗଲେ ଗୋଟିଏ ଝିଅକୁ ସେଠି କେତେକ ପୁରୁଷ ସେଠି ବି ତାକୁ ତାକୁ କେମିତି ସେ ଗୋଟେ ଝିଅ ଯୋଦ୍ଧା ଝିଅ ବୋଲି ଯୁଦ୍ଧ କଲା ବେଳେ ତା ସାଙ୍ଗେ ଲାଗୁଥିଲା, ମୋବାଇଲ ଛଡେଇ ଆଣୁଥିଲା। ସେଠି ବି ଆଜି 4 ଜଣ ତାଙ୍କୁ ଆରେଷ୍ଟ କରାଗଲାଣି। ସେଠି ବି ଦେଖନ୍ତୁ ଭିଡ଼ ହିଂସାରୁ କମ। ସେ ସିନା ଦାଁଟ ଅଛି ବୋଲି ବାହାରି ଆସିଲା, ତଥାପି ତାକୁ ବି ଥ୍ରେଟନ୍ ଦେଇଥିଲେ, ଆମେ ଛବିରାଣୀ ହତ୍ୟା ଭଳିଆ ଇଏ କରି ବୋଲି ତାକୁ କହିଛନ୍ତି, ସେ କହିଛି। ତେଣୁ କୋଉଠି ନାରୀ ସୁରକ୍ଷିତ? ନାରୀ ଯଦି ଉଠୁଛି ଟିକିଏ ଆଗକୁ, ତମେ ତ ବାଟରୁ ଛେକିଦେଲ, ସେ ଝିଅ ଆସିଥିଲା ପାଠ ପଢିବା ଶିକ୍ଷିତ ଝିଅ, ତାକୁ ଏମାନେ ଯୋଉ ଶହ ଶହ ଯୋଉ 400 ଲୋକ ତା ଭିତରେ କାହିଁକି ଡରୁଛନ୍ତି ଲୋକମାନେ? ମୁଁ କହିବା ମାନେ ଆକ୍ସିଡେଣ୍ଟ ହେଲେ ଆଗରୁ ଲୋକମାନଙ୍କୁ ଉଠେଇଲେ କହୁଥିଲେ ସାକ୍ଷୀ ପଡିବ ବୋଲି ଲୋକ ଉଠୁଥିଲେ। ଏବେ କରିଦେଲା ଗଭର୍ଣ୍ଣମେଣ୍ଟ କ'ଣ, ଯଦି ଯିଏ ଉଠେଇକି ନେଇ ମେଡିକାଲ ଯିବ ନା ଗୋପନୀୟ ରହିବ ଏବଂ ତାଙ୍କୁ ପୁରସ୍କାର ଦିଅ। ସେମିତି ଭିଡ଼ ହିଂସାରେ ଗୋଟେ କରୁନାହାନ୍ତି ସିଷ୍ଟମ, ଯୋଉମାନେ ତାକୁ ସାହାଯ୍ୟ କରିବେ, ଯୋଉମାନେ ତାକୁ ବଞ୍ଚେଇବେ, ତାଙ୍କୁ ଗୋପନ ରହିବ ତାଙ୍କ ନାଁ ଏବଂ ତାଙ୍କୁ ଆୱାର୍ଡ ଦିଆଯିବ। ସେଇ ସିଷ୍ଟମ କର। ଶୁଣନ୍ତୁ, ଆମର ଏଠି ମଧ୍ୟ ଭଲ ଭଲ ଉଚ୍ଚ ଶିକ୍ଷିତ ଝିଅମାନେ ବାହାରୁ ଆସୁଛନ୍ତି, ବାହାର ଷ୍ଟେଟରୁ ଆସୁଛନ୍ତି, ଏଠି ପଢୁଛନ୍ତି। ଆମର ଦେଖନ୍ତୁ ଭଲ ଭଲ ସ୍କୁଲ ନା କଲେଜ ୟୁନିଭର୍ସିଟି ସବୁ ଅଛି, ମେଡିକାଲ କଲେଜ ଅଛି, ପଢୁଛନ୍ତି। ସେଠି ଭଲ ପାଇକି ମରିବା କଥା ଆପଣ ଦେଖିଛନ୍ତି, କିନ୍ତୁ କେବେ ଦେଖିଛନ୍ତି କି ଶିକ୍ଷିତ ପୁଅ ମାନେ ଏମିତି ଗ୍ୟାଙ୍ଗ ରେପ୍ କରିବାର କେବେ ଦେଖିଛନ୍ତି କି? ତେଣୁ ଏ ଯୋଉ ନିଶା କାରବାର ଯୋଉ କହୁଛନ୍ତି ଆପଣ, ଆମେ ନିଶା ବନ୍ଦ କରିଦେବୁ, ଆମେ 300 ୟୁନିଟ୍ ଇଲେକ୍ଟ୍ରିକ୍ ଦେବୁ, ଆମର ଦେଖନ୍ତୁ ସାଙ୍ଗେ ସାଙ୍ଗେ ନିଶା ଆମର ବିହାରରେ ବନ୍ଦ ହେଇଗଲା। କିନ୍ତୁ ବିହାରୀ ଆସିକି ଏଠି 62ଟା ପାଇଲେ, ଏଠି ବିହାରୀ ବିକିବେ ପାଇଲେ। ଦେଖନ୍ତୁ ଆମର ଯୋଉ ବିଜୟ ଥାଲାପତି, ସେ ତାଙ୍କର ତାମିଲନାଡୁରେ ନିଶା ବନ୍ଦ କରିଦେଲା। କିନ୍ତୁ ଆମର ବାହା ବହୁତ ନଉଛନ୍ତି, ବଡ ବଡ ବାତ କରୁଛନ୍ତି। ଏଇ ସରକାରକୁ କେହି ଜନସାଧାରଣ ମାନୁନାହାନ୍ତି, ଏଇ ସରକାରକୁ ପୋଲିସ ମାନୁନି, ଏଇ ସରକାରକୁ ପବ୍ଲିକ ମାନୁନି। ବର୍ତ୍ତମାନ ପୋଲିସ ସରକାର ନାଚାର, ନେତା ମନ୍ତ୍ରୀ ନାଚାର, ସେମାନେ ନିଜେ ସୁରକ୍ଷିତ ନୁହନ୍ତି, ୟାଙ୍କ କଥା କେହି ମାନୁ। ଯଦି ମାନୁଥାନ୍ତେ ତାହେଲେ ଏମିତି ସକାଳ ପାଇଲେ ଆଇନର ବ୍ୟବସ୍ଥା ଏଭଳି ଢିଲା, ଯାହା ଫଳରେ କେହି ପୋଲିସକୁ କେହି ଡରୁନାହାନ୍ତି। ଡରୁଥିଲେ କ'ଣ? ଶୁଣନ୍ତୁ, ନିଶା ନିଶା ସବୁ ନିଶା। ଦେଖନ୍ତୁ ଆପଣ ପାହାଳରେ ଯୋଉ 3 ଜଣ ସାଙ୍ଗ ଯାଇଥିଲେ, ନିଶା ଖାଇଲେ, ମଦ ବୋତଲ ତାକୁ ମୁଣ୍ଡକୁ ବାଡେଇଲେ ଏବଂ ବେକଟାକୁ କାଟିଦେଲେ ପାହାଳରେ, 2 ଜଣ ଆରେଷ୍ଟ ହେଇଛନ୍ତି। ସେମାନେ କ'ଣ ଜାଣିକି ସାଙ୍ଗକୁ ମାରିଛନ୍ତି? ନିଶା। ତେଣୁ ନିଶା ଏମିତି କରିଦେଲାଣି, ସେ ଗୋଟେ ବାହାଦୁରୀ ଭାବିକିନି ସେ ଝିଅକୁ ଯୋଉ କରୁଛନ୍ତି, ସେମାନେ ଯୋଉ ବସ୍ତ୍ର ଦେଉଛନ୍ତି, ସେ ଗୋଟେ ଭାବିଛନ୍ତି ଆମେ ଗୋଟେ ବଡ କାମ କରୁଛୁ ଏବଂ ହୋ ହା ହେଇକି ତାକୁ ଯୋଉ ପ୍ରକାରରେ କାମ, ସେ ଯେ ଝିଅ ନିଜେ କହୁଛି ସବୁ ନିଶାସକ୍ତ ଅବସ୍ଥାରେ। ଆଉ ସେମାନେ ସବୁ କ'ଣ କହିଲେ, ପାଠ ପଢିନାହାନ୍ତି, ସେମାନେ ଜଙ୍ଗଲ ଜାତିର ଲୋକମାନେ। ସେମାନେ ଦେଖୁଛନ୍ତି ଝିଅଟା ଅଲଗା ଭାଷା କହୁଛି, ଇଏ କୋଉଠୁ ଆଇଛି, ତାଙ୍କର ସବୁ ଆତଙ୍କ ଖେଳିଛି। ଏମାନେ ସବୁ ମାନେ ପିଲାଚୋର, ଏଇ ଯୋଉ ସନ୍ଦେହ ଗୁଣି ଗାରେଡି ତାଙ୍କ ଆଡେ ବହୁତ ଅଛି। ତେଣୁ ସେ ଭାବିଛନ୍ତି ଏ ପିଲାଚୋର ଭାବିକି ତାକୁ ଆଟାକ୍ କରିଛନ୍ତି। କିନ୍ତୁ ଗୋଟେ ନାରୀ, ତାଙ୍କ ଘରେ ବି ନାରୀ ଅଛି, ତାଙ୍କ ଝିଅ ଉପରେ ଯଦି ଆଜି ଏଇଟା ହେଇଥାନ୍ତା, ଯୋଉ ଲୋକଟିକୁ ନଉଛନ୍ତି ତାଙ୍କ ଭଉଣୀ ଉପରେ ହେଇଥାନ୍ତା, ତମେ ସମ୍ଭାଳିଥାନ୍ତ ତ? ଏମିତି ଖାଲି ଦେହରେ ଗୋଟେ ଝିଅକୁ ବାଡେଇ 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 ରାସ୍ତାରେ ଚଲି ଚଲି 2 ହାତ ଭିଡିଛ, ଦେହରେ କପଡା ନାହିଁ, ତମ ଭଉଣୀ ଉପରେ ହେଇଥିଲେ ତମେ ସମ୍ଭାଳିଥାନ୍ତ ତ? ତେଣୁ ବର୍ତ୍ତମାନ ଯୁଗ ଏମିତି, ବର୍ତ୍ତମାନ ଓଡିଶାର ଅବସ୍ଥା ଏଇଆ ହେଇଗଲାଣି ଯେ ଏଠି ବିବେକ ଶୂନ୍ୟ, କାହାର ମାନବିକତା ଆଉ ନାହିଁ। କେହି ଆଉ ଚିନ୍ତା କରୁନାହାନ୍ତି, କଥା କହିବାକୁ ଡରିଲେଣି। କଥା ପଦକେ ହଣା, କଥା ପଦକେ ମର୍ଡର, କଥା ପଦକେ ବର୍ତ୍ତମାନ କିଏ କୁଆଡୁ କାହାକୁ ଟେକି ନେଇ ଯାଉଛି। ତେଣୁ ଏଠି ବହୁତ ମାନେ ଓଡ଼ିଶାକୁ ଆମେ ଭାବୁଥିଲୁ ଗୋଟେ ଶାନ୍ତ ସରଳ ଦେଶ, କିନ୍ତୁ ବର୍ତ୍ତମାନ ଶାନ୍ତ ସରଳ ନୁହଁ। ଏଇ ଆଇନ ପ୍ରଶାସନକୁ କେହି ମାନୁନାହାନ୍ତି। ଯଦି ସୌମ୍ୟ କେସରେ 2-4ଟା ଯଦି ଏନକାଉଣ୍ଟର ହେଇଥାନ୍ତା, ତାପରେ ଆଉ ଭିଡ଼ ହିଂସା କମି ଯାଇଥାନ୍ତା। କିନ୍ତୁ ସୌମ୍ୟ ପରେ 2-4ଟା ଆହୁରି ଅଧିକା ହେଲାଣି
ଭିଡ଼ ହିଂସା କାହିଁକିନା ସେ ଦେଖିଲେ ଭିଡ଼ ହିଂସାର ଦଫା ଲଗାଉନାହାନ୍ତି ଏମାନେ ପୁଣି ପଳେଇ ଆସିପାରିବେ ଅଳ୍ପ 2 ମାସ 3 ମାସରେ ବେଲ୍ ହେଇକି। ଯଦି ସୌମ୍ୟର ହେଇଥାନ୍ତା ଏନକାଉଣ୍ଟର ଚାରିପାନୁ ତାହେଲେ ଡରଟା ରହିଥାନ୍ତା। ସୌମ୍ୟ କେସ୍ କ'ଣ ହେଲା? କ୍ରାଇମବ୍ରାଞ୍ଚ କ'ଣ କଲା? ଦିନକୁ ଦିନ ବର୍ତ୍ତମାନ ଶିଥିଳ ପଡ଼ିଗଲା। ଲୋକ ବୁଲୁଛନ୍ତି। ଶୁଣନ୍ତୁ, ସସ୍ପେଣ୍ଡ ମୁଖ୍ୟମନ୍ତ୍ରୀ ସସ୍ପେଣ୍ଡ କରିପାରିବେ କିନ୍ତୁ ଚାକିରିରୁ ବହିଷ୍କାର କରିବା ତାଙ୍କର ନାହିଁ, ତାଙ୍କ ହାତରେ ନାହିଁ। କାହିଁକିନା ଏମାନେ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଚାକିରି କରୁଛନ୍ତି। ଚାହିଁଲେ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ତାଙ୍କୁ କରିପାରିବ, ଚାକିରିରୁ ବହିଷ୍କାର କରିପାରିବା ଏବଂ ଅର୍ଡର ଦେଇପାରିବ ଆରେଷ୍ଟ କରିବା ପାଇଁ। କିନ୍ତୁ ଆଙ୍କର କାମ କ'ଣ ହେଲା, ଇଏ ଶିଖିଲେ ସେଠୁ ଯେଉଁ 3ଟି ରେପ୍ କେସ୍ରେ ହସୁଥିଲେ ଯେଉଁ 3 ଜଣ ଅଫିସର ପ୍ରେସ୍ କନଫରେନ୍ସ କଲା ବେଳକୁ ତାମିଲନାଡୁରେ ସାଙ୍ଗେ ସାଙ୍ଗେ ବିଜୟ ଦଳପତି ତାଙ୍କୁ ସସ୍ପେଣ୍ଡ କଲେ। ଏଇଟା ଲଜ୍ଜା ଲାଗିବ ୟାଙ୍କୁ, ତେଣୁ ଇଏ ସେଥିପାଇଁ ତାଙ୍କଠୁ ଶିଖିକି ଏଇଟା କରିଛନ୍ତି। ସେ ତାଙ୍କର ଫାଇନ୍ ମଧ୍ୟ ସେଥିରେ ଅଛି, ସବୁଦିନ ପାଇଁ ସେ ଜେଲରେ ରହିପାରିବେ। କିନ୍ତୁ ଏଇ ଯୋଉଟା ସେମାନେ କହୁଛନ୍ତି ତାଙ୍କର ସେଥିରେ କ୍ରାଇଟେରିଆ 5-6ଟା ଅଛି, ସେ ଜିନିଷ ଭିତରେ ଆସୁନି ବୋଲି କ୍ରାଇମବ୍ରାଞ୍ଚ କହୁଛି। ଏସବୁ ବାହାନା। 5ରୁ ଅଧିକ ହେଲା ମାନେ ଭିଡ଼ ହିଂସା ଲାଗିବା କଥା। ତେଣୁ ଏଠି ଆମର ସୌମ୍ୟ କେସ୍ଟା ଯେହେତୁ ମଉଳିଗଲା, ତେଣୁ ଜନସାଧାରଣ ଓଡ଼ିଶା ଲୋକଙ୍କୁ ଆଉ ଟିକେ ସୁବିଧା ହେଲା କ'ଣ କି ସୌମ୍ୟକୁ ଏମିତି ବାଡ଼େଇ ବାଡ଼େଇ ମାରିଦେଲେ ଏତିକି କିଛି ହେଲାନି, ଆମର କ'ଣ ହବ? ଲୋକ ଏଇ ଯୋଉ ଭାବୁଛନ୍ତି। ହଁ, ସବୁଆଡ଼େ ହେଲାଣି। ଆପଣ ଏଇ ଗୋଟିଏ ବୋଲି ନୁହଁ, ଯୋଉଠି ଦେଖିଲେ ତାକୁ ଯଦି କିଏ ପଦେ କ'ଣ କହିଦେଲା ତାକୁ ବାଡ଼େଇ ବାଡ଼େଇ କାଠ ଫଳିଆରେ ବାଡ଼େଇ ବାଡ଼େଇ ରୋଡରେ ରାସ୍ତାରେ। ଏବେ ବି ମୁଁ ଗୋଟେ ଜାଗାରେ ଦେଖୁଥିଲି ସ୍ୱାମୀ ସ୍ତ୍ରୀ ଭିତରେ କଳି ହେଇଛି, ସ୍ତ୍ରୀଟାକୁ ପୁରା ଗାଁ ଦାଣ୍ଡରେ ବାଡ଼େଇ ବାଡ଼େଇକି ମାରୁଛନ୍ତି, ନଣନ୍ଦ ଦିଅର ଫେର ସବୁ ମିଶିକି। ତେଣୁ ଭିଡ଼ ହିଂସାକୁ ଆଉ ଡରୁନାହାନ୍ତି। ଦଫା ଯେହେତୁ ପୋଲିସ ଠିକରେ ଲଗଉନି, ପୋଲିସକୁ ଆଉ ପବ୍ଲିକ ଡରୁନାହାନ୍ତି। ଆଉ ଏବଂ ଏଇ ସରକାରକୁ ମଧ୍ୟ, ଏଇ ସରକାର ଦେଖନ୍ତୁ ନିଜର ଫୁର୍ତ୍ତି କରୁଛି। ବର୍ତ୍ତମାନ କହିଲେ ଯାହା ଯାହା ଡିଣ୍ଡିମ ପିଟିକି ଆସିଲେ କିଛି କଲେନି। ତାଙ୍କ ସମୟରେ କହିଲେ ଆମେ ଟୁରିଷ୍ଟ ଜାଗାରେ ଆମେ ଜଗିବୁ କ'ଣ, ଲଭର୍ସ ପଏଣ୍ଟରେ ପୋଲିସ ଜଗେଇବୁ ବୋଲି କହିଥିଲେ। କିନ୍ତୁ ବାହାର ବିଦେଶ ଯୋଉ ମହିଳାମାନେ ଆସୁଛନ୍ତି, ଟ୍ରମ୍ପ ମିଛ କଥା କହିନଥିଲେ। ଟ୍ରମ୍ପ କହିଥିଲେ ଯେ ଓଡ଼ିଶାକୁ ମହିଳାମାନେ ଯାଉନି, ସେଠି ମହିଳା ଆସୁରତ, ଏଇଠି ଗୋଟେ ପ୍ରମାଣ ହେଇଗଲା। ଆପଣ କହିଲେ ଟୁରିଷ୍ଟ ଜାଗାରେ ଆମେ ପୋଲିସ ରଖିବୁ। ସେ ଯୋଉ ଜାଗାଟାକୁ ସେ ଯାଇଥିଲେ, ଦାରିଙ୍ଗବାଡ଼ିରେ ତ ଟୁରିଷ୍ଟ ଜାଗା, ସେ ଦାରିଙ୍ଗବାଡ଼ିରୁ ଆସୁଥିଲେ ଦିଜଣ ଯାକ ଦେଖିକି ନାଭିଗେସନ ମ୍ୟାପ୍ ପକେଇ ପକେଇ ଆସୁଥିଲେ ତାଙ୍କର ଗୁଗୁଲ ମ୍ୟାପ୍ରେ। ସେ ଭୁଲରେ ବାଟ ବଣା ହେଲେ ବୋଲି ଆଜି ଏତିକି ଦଶା ଭୋଗିଲେ। ତେଣୁ ଗୋଟେ ଆମେ କହୁଛେ ଅତିଥି ଦେବ ଭବ, ବାହାର ଝିଅଟେ ସେ ଆସିଛି, ତାର କି ଛବି ନେଇକି ସେ ଗଲା ଓଡ଼ିଶାରୁ। ରାତି 8ଟାରେ ପୁଅ ଝିଅକୁ ଦେଖିଲେ, କାହା ମନରେ ସନ୍ଦେହ ହବ? ଶୁଣନ୍ତୁ, ସେମାନେ ଯେହେତୁ ଆସିଛନ୍ତି ଫେଲୋସିପ୍ କରିବା ପାଇଁ, ରାସ୍ତାଘାଟ ଉପରେ ତାଙ୍କର ଧାରଣା ନାହିଁ। ଆମେ 6ଟାରେ ପହଞ୍ଚିବା ଜାଗାରେ ସେ ଯେତେବେଳେ ଭୁଲରେ ଗୁଗୁଲ ମ୍ୟାପ୍ ମାରି ମାରି ଯାଇଛନ୍ତି, 7ଟା 8ଟା କ'ଣ 12ଟା ତ ହେଇଯାଇପାରିବ। ଯଦି ଭୁଲ ରାସ୍ତାକୁ ପଳେଇଲ, ବାଟଘାଟ ସେ ଜାଣିନାହାନ୍ତି। ଆମେ ସେ ଯାଉଥିଲେ କୁଆଡ଼େ? ଫୁଲବାଣୀ ଯାଉଥିଲେ ଦାରିଙ୍ଗବାଡ଼ି, ଫୁଲବାଣୀ ବଦଳ ସେ କୁଆଡ଼େ ଯାଇଛନ୍ତି? ରାୟଗଡ଼ା। ତେଣୁ ସେ ଗୁଗୁଲ ମ୍ୟାପ୍କୁ ଭରସା କରିଛନ୍ତି, କିନ୍ତୁ ଗୁଗୁଲ ମ୍ୟାପ୍ରେ ଭୁଲ ଦେଖେଇଛନ୍ତି। ତେଣୁ ତାଙ୍କର ଦୋଷ ନୁହଁ, ମ୍ୟାପ୍ ଯୋଗୁଁ ଭୁଲ ହେଇଗଲା। ମ୍ୟାପ୍ ଯୋଗୁଁ ଭୁଲ ହେଇଗଲା ବୋଲି ଶୁଣନ୍ତୁ, ଆମେ କ'ଣ ଗୋଟେ କରୁଛେ, ଆମେ ଦେଖୁଛେ ଗୋଟେ ଝିଅ କି ଗୋଟେ ପୁଅ ବି ହେଲେ ଯଦି ଆସୁଛନ୍ତି, ଗୋଟେ ଝିଅ ମୁଁ ଥରେ ଦେଖିଛି, ଗୋଟେ ସ୍ତ୍ରୀ ଲୋକ ଆସୁଥିଲା, ସେ ରାତିରେ ଯାଇଛି, ପାସ୍ ଯାଇଛି, ବସ୍ ଛାଡ଼ି ଦେଇଛି ରାଉରକେଲା। ଆସିକି ଯେତେବେଳେ ଆମ କଲେଜରେ ଆସିକି ମୋତେ କହିଛି, ମୁଁ ଯେତେବେଳେ ପ୍ରେସିଡେଣ୍ଟ ଥିଲି, ଯେ ମୋତେ ଛାଡ଼ିଦେ, ବସ୍ ଛାଡ଼ି ଦେଇକି ପଳେଇଛି, ମୁଁ ଟିକେ ରାଉରକେଲା ଯିବି। ସେଠୁ ମୁଁ ଭାବିଲି, ପିଲାମାନଙ୍କୁ ମାଗିଲି 2 ଟଙ୍କା ଦିଅ, ଆମେ ତାଙ୍କୁ ବସ୍ରେ ବସେଇଦେବା ରାଉରକେଲା। ସେ ପିଲା କହିଲେ ଏମିତି ବହୁତ ଜଣ ମିଛ କହୁଛନ୍ତି, ତେଣୁ ଆମେ ପଇସା ଦେବୁନି। ମୁଁ ସେତେବେଳେ ପ୍ରେସିଡେଣ୍ଟ ଥାଏ। ଆମର ମାନବିକତା କ'ଣ ଥିଲା, ମୁଁ ନେଇକି ତାଙ୍କୁ ଥାନାରେ ଥାନାକୁ ନେଲେ। ସେତେବେଳେ ଫକୀର ଜେନା ଥିଲେ ଆଇଏସି। ମୁଁ କହିଲି ଭାଇନା ଟିକେ ଗୋଟେ କାମ କରନ୍ତୁ, ଏଇ ମହିଳାକୁ ଯଦି ଆପଣ ଡାଉଟ୍ କରୁଛନ୍ତି ମିଛରେ ସେ ପଇସା ହେଉଛି, ସେ ପଇସା ନେବନି, ଆପଣ ଗୋଟେ ଟିକେଟ୍ କରିଦିଅନ୍ତୁ, ମୁଁ ରାତିରେ ତାକୁ ବସେଇଦେବି। ସେ ଟିକେଟ୍ କରିଦେଲେ, ମୁଁ ତାଙ୍କୁ ରାତିରେ ନିଜେ ମୋ ସ୍କୁଟରରେ ବସେଇ ତାଙ୍କୁ ଆଣି ବସଷ୍ଟାଣ୍ଡରେ ବସିକି ଛାଡ଼ିଦେଲି। ମୋତେ ସେ ବହୁତ ଧନ୍ୟବାଦ କରିଥିଲେ। ସେମିତି ଆମର ବିବେକ ହେଲା, ଆମେ ଯେହେତୁ ଗୋଟେ ବାହାରରୁ ଗୋଟେ ଝିଅଟେ କିମ୍ବା ମହିଳାଟେ ଆସୁଛି, କାଳେ ଅନ୍ୟର କାହାର ଶିକାର ହବ। ଦେଖନ୍ତୁ ମଣିପାଲରେ ଲଙ୍ଗଳା କରିକି ଝିଅ ଗୋଟେ ଯବାନର ସ୍ତ୍ରୀକୁ ଚଲେଇଲେ। ଆଉ କେତେ ବାଟ ଥିଲା ଏଇ ଝିଅ ମଣିପୁରରେ, ଏଠି ଆଉ କେତେ ବାଟ ଥିଲା ଏଇ ସେଇ ମଣିପୁରର ଇସ୍ୟୁ ହବାକୁ। ବା ଯୋଉ ଗୋଟେ ଝିଅକୁ ଦେଖିଲେ ପୁରୁଷ ମାନେ ଯୋଉ ଯଦି କିଛି ଆଉ କିଛି ନିର୍ଭୟ ଭଳି ଯଦି ଆଉ କିଛି ନ କରିଥାନ୍ତେ ବୋଲି କ'ଣ ମାନେ ଅଛି? ତେଣୁ ଆମେ ତାଙ୍କୁ ସହଯୋଗ କରିଥାନ୍ତେ। ବିଦେଶ ବାହାରୁ ଆସିଛନ୍ତି, କ'ଣ ତାଙ୍କର ଅସୁବିଧା ହେଇଛି, ଆମେ ତାଙ୍କୁ ସହଯୋଗ କରିବା ଛାଡ଼ି ଆମେ ତାଙ୍କୁ ଓଲଟି ମାନେ ବିଭତ୍ସ କରି ଓଡ଼ିଶାର ଚିତ୍ରକୁ ଯାହା ଥିଲା ଆଉ ଟିକେ ମଳିନ କରିଦେଲେ। ଆଉ ଓଡ଼ିଶାରୁ ଏଇ ଯୋଉ ଦଙ୍ଗା, ଏଇ ଯୋଉ ମାନେ ରେପ୍, ଏ ଯୋଉ ମର୍ଡର, ଏଗୁଡ଼ା ସହଜରେ ମତେ ଲିଭେନି। ଆଉ ଏମାନେ ସବୁ ଗାଲୁଆ, ସବୁ ଜାଣୁଛନ୍ତି। ଯଦି ତାଙ୍କୁ ପଚରା ଯାଉଛି, ସେ କହୁଛନ୍ତି ଆର ସରକାର ହଉଥିଲା,
ତାମାନେ ଆର ସରକାର ହଉଥିଲା ମାନେ ଏମାନେ ବି କୁଆଡେ କରିବେ। ଆର ସରକାର କଣ ପର ଡେ ମର୍ଡର ହଉଥିଲା? ଆର ସରକାର ପର ଡେ କଣ ଭିଡ ହିଂସା ହଉଥିଲା? ଆର ସରକାର କଣ କଣ ପର ଡେ ରେପ ହଉଥିଲା, ମର୍ଡର ହଉଥିଲା? ଆର ସରକାର କଣ କୂଅରେ ପଡୁଥିଲା ବୋଲି ତମେ କୂଅରେ ପଡିବ? ଆମେ ପା ତମକୁ ସେ ଭୁଲ କଲେ ବୋଲି ତମକୁ ଆମେ ଆଣିଲ, ତମେ ବି ସେଇ ଭୁଲ କରିବ। ତାହେଲେ ତମେ ଆଉ କେତେ ଦିନ ଆମେ ସହିବୁ? ତାହେଲେ ଆମେ ବି ସେଇଆ ତମକୁ କରିବୁ। ଦେଖନ୍ତୁ ଭିଡ ହିଂସା ହେଲା ବେଳେ ଭିଡିଓ କରିବା ଏଟା ଲିଗାଲ ନା ଇଲିଗାଲ? ଶୁଣନ୍ତୁ, ଭିଡିଓ କରିବାଟା କଣ କି ଝିଅର ପ୍ରାଇଭେଟ ଜିନିଷଟା ଭିଡିଓଟା କରିବାଟା ଭୁଲ ଥିଲା। କିନ୍ତୁ ଭିଡିଓ ନ କରିଥିଲେ ଆକ୍ୟୁଜ କେମିତି ଜାଣିବ? ଆଜି ଗୋଟେ ନ୍ୟୁଜରେ ଦେଖୁଥିଲି 1 2 3 4 କରି ତା ମୁଣ୍ଡରେ ସବୁ ଫଟୋ ସେ ଭିଡିଓରେ ଲେଖିକିନି ଦେଖଉଥିଲେ ଏଇମାନେ ଅଛନ୍ତି। ସେତିକି ସିନା ଭିଡିଓଟା ହେଇଥିଲା, ସୌମ୍ୟର ଭିଡିଓ ହେଇଥିଲା ବୋଲି 8 ଜଣଙ୍କୁ ଧରିଲା, ଏ ଝିଅର ଭିଡିଓ ହେଇଥିଲା ବୋଲି 21 ଜଣଙ୍କୁ ଧରିଲା, ଚାମେଲି ଭିଡିଓ କରିଥିଲା ବୋଲି 4 ଜଣଙ୍କୁ ଧଇଲେ। ଭିଡିଓଟା ହବା ଦରକାର, କିନ୍ତୁ ତାଙ୍କର ଯୋଉ ଭିଡିଓଟାକୁ ନେଇକି ଖରାପ ଇଏରେ ଲଗେଇବା ସେଇଟା ଭାଉଲେନ୍ସ। କାହିଁକି ନା ଆମେ ଗୋଟେ ଝିଅର ଇଜ୍ଜତ ସହିତ ଖେଳିବାକୁ ଆମର ହକ ନାହିଁ। ତମେ ଭିଡିଓ କଲ, ପୋଲିସକୁ ଦିଅ, ପୋଲିସକୁ ସାହାଯ୍ୟ କର ଯେ ଏଇ ମାନେ ଥିଲେ, ଏଇ ମାନେ ଏଇ କାମ କରିଛନ୍ତି। କିନ୍ତୁ ଆମେ ତାର ଯୋଉ ଖରାପ ପାର୍ଟ ଭିଡିଓଟା ଦେଖେଇକିନି ତାକୁ ଅନ୍ୟମାନଙ୍କୁ ଦେବା, ନିଜେ ଦେଖିବା, ସେଗୁଡାକୁ ସାଙ୍ଗେ ସାଙ୍ଗେ ବ୍ୟାନ୍ କରିବା ଉଚିତ। ତାକୁ ସାଇବର କରିକି ବନ୍ଦ କରିବା। ଯୋଉଦିନ ଆମେ ପାଇଗଲେ, ଆମେ ଏତିକିଟା ଆକ୍ୟୁଜ ବୋଲି ଗୋଲ କରି 1 2 3 କରିଦେଲେ, ଆକ୍ୟୁଜ ଜାଣିଲା ପରେ ତାକୁ ସାଇବର ତାକୁ ସିଆଡୁ ବନ୍ଦ କରିଦେବା କଥା, ସେ ଭିଡିଓଟାକୁ ଷ୍ଟପ୍ କରିବା କଥା। କାହିଁକିନା ଷ୍ଟପ୍ ବହୁତ ବୁଲୁଛି, ସେଟା ଦେଖିବାକୁ ବି ଇଚ୍ଛା ହଉନି। ଆଉ ସେଇଟା ଦେଖିଲେ ବି ଆମର ଏତେ ରାଗ ବଢୁଛି, ପୋଲିସକୁ ରାଗ ପଡୁଛି, ସରକାରକୁ ରାଗ ପଡୁଛି, ସମସ୍ତଙ୍କୁ ପବ୍ଲିକକୁ ରାଗ ପଡୁଛି। ଏହା ଫଳରେ ଲୋକ ଆହୁରି ରାଗି ହେଇଯାଉଛନ୍ତି। ରାୟଗଡା 16 ନୁହଁ, ଆଜି କହିଲେଣି 21 ଜଣଙ୍କୁ ହେଲାଣି। ଆଉ ଚାମିଲିର 4 ଜଣଙ୍କୁ ହେଇଗଲାଣି। ଯିଏ କହୁଥିଲା ମୁଁ ବାଘ, ତାକୁ ବି କରିଦେଲେଣି। ତେଣୁ ସେମାନେ ଶୁଣନ୍ତୁ, ସେଠି କଣ ହେଇଛି କି ସେ ଯେହେତୁ ଆଦିବାସୀ ଶ୍ରେଣୀର ଲୋକ, ସେପଟେ ସେମାନେ ଟିକେ ନିଶା ଖାଆନ୍ତି, ନିଶାରେ କରିଛନ୍ତି ଏବଂ ସେଟା ତ ମାନବିକତା ହରେଇଛନ୍ତି, ବହୁତ ବଡ ଭୁଲ କରିଛନ୍ତି। ସେମାନେ ଚିନ୍ତା କରିବା ଦରକାର, ଆମେ ବି ଜଣେ ନାରୀଠୁ ଜନ୍ମ, ନାରୀର ଖରାପ ପାର୍ଟ ଗୁଡାକ ଦେଖେଇବା ଉଚିତ। ମୋର ଝିଅଟା କାଲି ଏଇଆ ହେଇଥାନ୍ତା, ମୋର ଭଉଣୀଟା ଏଇଆ ହେଇଥାନ୍ତା, ସେଟା ଯଦି ଚିନ୍ତା କରିଥାନ୍ତେ ଏଇ ଜିନିଷ କରିନଥାନ୍ତେ। ବହୁତ ବଡ ଭୁଲ କରିଛନ୍ତି। ଶୁଣନ୍ତୁ, ଘରର ମୁରବୀ ଯଦି ଦୁର୍ବଳ ହବ, ଘରର ଦୁଆର ବନ୍ଧ ଯଦି ଦୁର୍ବଳ ହବ, ଘର ଭିତରକୁ ସମସ୍ତେ ପଶିଯିବେ। ସିଓର, ଘରର ମୂଳଦୁଆ ଯଦି ଠିକ ନାହିଁ, ଘରର ବାପା ମା ଠିକ ନଥିଲେ ଛୁଆ ବି ଖରାପ ହେବେ। କାହିଁ ତାଙ୍କ କଥା କାହିଁ ପୋଲିସ ଶୁଣୁନାହାନ୍ତି? ତାଙ୍କ କଥା କାହିଁ ପୋଲିସ ମାନୁନାହାନ୍ତି? ତାଙ୍କ ନିୟମ କାହିଁ ପୋଲିସ? ଆଗରୁ ତ ପୋଲିସ ମାରୁଥିଲା ନେତାଙ୍କୁ। ଆର ସରକାର ପୋଲିସ ମାରୁଥିଲା ନେତାଙ୍କୁ, ଏ ସରକାର ପବ୍ଲିକ ମାରୁଛି ପୋଲିସକୁ। ପୋଲିସ ଯଦି 8 ଜଣ ଯାଇକିରି ଏଡିଜେ ଘରେ ଗୋଡ ଘଷିବେ, ଚାକର କାମ କରିବେ, ଫରୱାର୍ଡ ଥାଉ ଥାଉ, ହୋମଗାର୍ଡ ଥାଉ ଥାଉ, କାଲି ଯେତେବେଳେ ଭିଡ ହିଂସା ହେଲା ସେ ଜାଗାରେ କେତେଟା ପୋଲିସ ଆସିଥିଲେ? ସେ ଯୋଉ ମ୍ୟାଡାମକୁ ବା ମାଡ ହେଇଛି କାଲି, ସେଠି ବା ପୋଲିସ କଣ୍ଟ୍ରୋଲ କରିପାରୁନି। ତମ ପୋଲିସ ସବୁ କୁଆଡେ ଯାଉଛନ୍ତି? ତମେ ଅଫିସର ଘରେ ଯାଇକି ଲୁଗା କାଚୁଛ, ଗୋଡ ଘଷୁଛ, ତମେ ସରକାର ପଇସା ଦଉଛି କାମ କରିବା ପାଇଁ, ଅଫିସର ଘରେ ଗାଈ ସେବା କରୁଛ, ଛୁଆ ସେବା କରୁଛ, କୁକୁର ସେବା କରୁଛ, ଗୋଡ ଘଷୁଛ। ହଁ, ସେଠି ଯଦି ତମେ ସେଇ ଯୋଉ କାମ ଗୁଡାକ ଯଦି ଗୋଟେ ତୃତୀୟ ଶ୍ରେଣୀର କର୍ମଚାରୀ 60,000, ସେ ପବ୍ଲିକ ପାଇଁ, ସେମାନେ ପବ୍ଲିକକୁ ରକ୍ଷା କରିବା, ଦେଶକୁ ରକ୍ଷା କରିବା ପାଇଁ ସେମାନେ ଆପଏଣ୍ଟମେଣ୍ଟ ହେଇଛନ୍ତି। ସେ ଯଦି ଅଫିସରଙ୍କ ଘରେ ଆଠ ହେଲା ବେଳକୁ 50ଟା ଅଫିସର ଘରେ ହେଲା ବେଳକୁ ସେ ପଳେଇଲାଣି ହଜାରେ, କି ଯଦି ପଳେଇବେ ହଜାରେ, ଯଦି ଥାନା କୋଉଠି ପଇସା ଆସିବେ? କାଲି ଯେତେବେଳେ ଆସୁଛନ୍ତି ଆଇଏସି, ତାଙ୍କ ସାର୍ କେତେଟା ପୋଲିସ, ସୌମ୍ୟ ବେଳକୁ କେତେଟା ପୋଲିସ? ଶୁଣନ୍ତୁ, ରାୟଗଡାରେ 2 କିଲୋମିଟର ଦୂରରେ ହିଂସା ହେଇଛି। ସେଠୁ ଶୁଣନ୍ତୁ, ସୌମ୍ୟ କେସରେ ହଉ କି ଏ କେସରେ, ଯେ ଆମେ ଯୋଉ ପିସିଆର ଯାଉଛି, ତାଙ୍କୁ ପାୱାର ଦିଆ ହଉଛି କି ଧରିକି ବୁଲୁଛନ୍ତି। ପିସିଆରଙ୍କ ପାଖରେ ରହୁଛି ରିଭଲଭର, ଧରିକି ବୁଲୁଛନ୍ତି। କିନ୍ତୁ ତାଙ୍କୁ ପାୱାର ଦିଆଯାଇଛି କି ଯୋଉଠି ଆସିବ ଅସୁବିଧା, ବ୍ଲାଙ୍କ ଫାୟାରିଂ କରିବ କି ସତ ସତ ଗୋଟେ ଏନକାଉଣ୍ଟର କରିବା ପାଇଁ ତାଙ୍କୁ ପାୱାର ଦିଆଯାଉନି କାହିଁକି? ବର୍ତ୍ତମାନ ଅବସ୍ଥା ଯାହା ହେଲାଣି, ଏନକାଉଣ୍ଟର କରିବା ପାଇଁ ପାୱାର ଦଉନାହାନ୍ତି ପିସିଆର ବାଲାଙ୍କୁ। ଯଦି ବ୍ଲାଙ୍କ ଫାୟାରିଂ କରନ୍ତେ ଆଉ ଏନକାଉଣ୍ଟର କରନ୍ତେ, ତାହେଲେ କେତେଟା ଡରନ୍ତେ? ଯଦି ସୌମ୍ୟ କେସରେ 5-6ଟାକୁ ଯଦି ଏନକାଉଣ୍ଟର କରିଥାନ୍ତେ, ଆଜି ଆଉ 2-4ଟା ହେଇନଥାନ୍ତା, ଆଗକୁ ଆଉ ଏମିତି ହବନି କି ହେଇନଥାନ୍ତା, ଆହୁରି ହବ। ଦେଖନ୍ତୁ, ପ୍ରତ୍ୟେକ ଦିନ ହଉଛି, ଆହୁରି ହବ। ବା କହିଲି, ଯଦି କୁମ୍ଭକର୍ଣ୍ଣ ଭଳି ସମସ୍ତେ ଖାଇବେ ଆଉ ଶୋଇବେ, ବୁଝିବ କିଏ? ସମସ୍ତେ ତ ଶୋଇଲେ, ସବୁ ତ ଖାଇଲେ, ସବୁ ତ କହୁଛନ୍ତି ଆମେ ଯାହା କରୁଛୁ ଠିକ କରୁଛୁ। ବହିରେ ଭୁଲ ହେଇଛି, ସଂଶୋଧନ କର। ମାଷ୍ଟର ସଂଶୋଧନ କରିବେ। ମାଷ୍ଟର ଶୁଣ, ପିଏଚଡି 16 ଜଣ କରୁଥିବା ଲୋକ ବହି ଲେଖିଲେ ସେମାନେ ଭୁଲ କରିଦେବେ। ମାଷ୍ଟର ମାନଙ୍କର କ୍ୱାଲିଫିକେସନ କେତେ?
ସେମାନେ ଭୁଲଟାକୁ ସଂଶୋଧନ କରିବେ ବୋଲି ତାଙ୍କୁ ତ ଜଣାଥିଲେ ସଂଶୋଧନ। ଯଦି ବହୁତ ଚେକ୍ କରିବା ପାଇଁ ଶୁଣନ୍ତୁ, ବହୁତ ଜଣା। ଯଦି ପିଏଚଡି କରିଥିବା ଲୋକମାନେ କର୍ଣ୍ଣାଟକର ଚିତ୍ରକୁ ଓଡ଼ିଶା ଚିତ୍ର କରିଦଉଛନ୍ତି, ତାହେଲେ ଯୋଉ ଟିଚର ମାନେ କୋଉଠୁ ଆଣିବେ ଓଡ଼ିଶାର ଚିତ୍ର କର୍ଣ୍ଣାଟକ ଚିତ୍ର ଆଣିକି ପୁଣି ପେଷ୍ଟ ମାରିବେ? ପେଷ୍ଟ ମରା ସରକାର, ପେଷ୍ଟ ମରା ଇଏ ରଙ୍ଗ ପାଇଁ କହିଲେ ନା ଗଣ୍ଡା ଗଣ୍ଡା ରଙ୍ଗ କରିଦବ ସାଙ୍ଗେ ସାଙ୍ଗେ ପଇସା ଦେଲେ, କିନ୍ତୁ ପିଲାମାନଙ୍କର ଭବିଷ୍ୟତ ସାଙ୍ଗରେ ଖେଳିକିନି ତମେ ବହିଟାକୁ 50 କୋଟି ବହିଟାକୁ ଆଉଥରେ ଛପେଇ ପାରିବନି। ମାଷ୍ଟର ମାନେ କଣ ଭୁଲ କରିଥିଲେ ଯେ ମାଷ୍ଟର ମାନେ ପେଜ ଦେବେ? ତମେ ଯଦି ପିଲା ଭୁଲ ପଢିବେ, ଭୁଲ ନମ୍ବର ଦେଲେ ଆପଣ ଭୁଲ ନମ୍ବରଟାରେ ବି ଅଧିକା ନମ୍ବର ଦେବେ କି? ଭୁଲ ଲେଖିଲେ ତାହେଲେ ସଂଶୋଧନ ନମ୍ବର ଦେବେ ମାର୍କ। ଶୁଣନ୍ତୁ, ଏରା ନିଶା ଖାଇ ଶୁଣ ନିଶା 16 ଜଣ ପିଏଚଡି କରିଥିବା ଲୋକ ଓଡ଼ିଶାରେ କଣ ବିଶେଷଜ୍ଞ ନାହାନ୍ତି? ଓଡ଼ିଶାରେ କଣ ସାହିତ୍ୟିକ ନାହାନ୍ତି? ଓଡ଼ିଶାରେ ପିଏଚଡି କରିଥିବା ଲୋକ ନାହାନ୍ତି? ଆମେ ଆମେ ଯାହାକୁ ଦେଇଥିଲେ ସଫିସିଏଣ୍ଟ ସମୟ ଦେଇନଥିଲେ ନା ସଫିସିଏଣ୍ଟ ପଇସା ଦିଆହେଇନି? ସେମାନେ କାର୍ଯ୍ୟରେ ଅବହେଳା କରିଛନ୍ତି, ତାଙ୍କୁ ସସ୍ପେଣ୍ଡ କରୁନା, ତାଙ୍କ ପଇସାରେ ଆଉଥରେ ଛପେଇଲେ ପିଲା କାହିଁ ଭୁଲ ବୁଝିବେ? ତମେ ପୂର୍ତ୍ତି କରୁଛ, ଲକ୍ଷ ଲକ୍ଷ ଟଙ୍କା ତେଲ ସାରୁଛ, ଆମେ ଲାଇନରେ ଖେଳଉଛୁ, ତମେ ଲାଇନରେ ଛାଡି ଟୋକାଙ୍କୁ ପୂର୍ତ୍ତି କରୁଛ, ଲକ୍ଷ ଲକ୍ଷ ଟଙ୍କା କୋଟି କୋଟି ଟଙ୍କା ସାରୁଛ, ରଙ୍ଗରେ କୋଟି କୋଟି ଟଙ୍କା ଯାଉଛ। ପିଲା କାହିଁ ସଫର ହେବେ? ପୁରୁଣା ବହି ପଢିବେ, ଆମ ପଇସା ଆମର ରାଜକୋଷରୁ ପଇସା ଯାଉଛି, ତମେ କାହିଁ ଆମ ପିଲା କାହିଁକି ଭୁଲ ବହି ପଢିବେ? ଗଣ୍ଡ କହୁଛନ୍ତି। ହଁ, ତେଣୁ ଆମ ପିଲାଙ୍କୁ ତମେ ଗଣ୍ଡ ମୂର୍ଖ କରି ଆସୁଛ, ପିଏଚଡି ଲୋକମାନଙ୍କୁ ଆଣିଲ। ଏଇ ମାଷ୍ଟର ମାନେ ଠିକ କରିବେ ବୋଲି କଣ ମାନେ ଅଛି? ଠିକ ପଢେଇବେ ବୋଲି? ମାଷ୍ଟର ମାନଙ୍କୁ ଇଆଡେ ସରକାରୀ କାମରେ ଲଗେଇ ହଁ, ଦଉଛ, ସେ ତାଙ୍କୁ ତ SIR ରେ ଜନଗଣନା ଧନଗଣନା SIR ରେ ଲଗେଇ ଦଉଛ। ଯୋଉମାନେ ଏତେ ଟଙ୍କା ପାଉଛନ୍ତି ସେମାନେ ଭୁଲ କରିକି ପିଲାଙ୍କ ଭବିଷ୍ୟତ ସହିତ ସେମାନେ ଇଏ କଲେ, ଲାଷ୍ଟକୁ କଣ ହବ? ଲାଷ୍ଟ କଣ ହବ? ତେଣୁ ତମେ ଯୋଉଠି ରହୁଛ ଖୁସି, ତମେ ମଦ ଦୋକାନ ବଢାଅ, ବୁଢାବୁଢୀକି ପଇସା ଆମ ରାଜକୋଷରୁ ନ ଦିଅ, ପିଲାମାନଙ୍କୁ ଭୁଲ ବହି ଦିଅ, ପିଲାମାନଙ୍କୁ ବେକାର କର, ଜିନ୍ଦାବାଦ କରିବେ, ମଦ ପିଇବେ, ଆଉ 200 ଟଙ୍କା ଦବ ତେଲରେ ପକେଇକି ବୁଲିବେ। ସେ ପିଲା ମୂର୍ଖ ହୁଅନ୍ତୁ, ତମ ଗାଡି ଘୋଡା ବଢୁ, ତମେ ଅଇସ କର, ତମେ ବୁଲ, ତମେ ଫୁର୍ତ୍ତି କର। ଆଉ ଇଆଡେ ଝିଅ ମାନେ ରେପ ହୁଅନ୍ତୁ ଓଡ଼ିଶାରେ, ଆଟେମ୍ପ ଟୁ ରେପ ଗଣଧର୍ଷଣ। ଓଡ଼ିଶାକୁ ତ କହିଥିଲେ 1 ନମ୍ବର କରିବା ପାଇଁ। ହଁ, ଶୁଣନ୍ତୁ, 1 ନମ୍ବର ଏବେ ଗୋଟେ ଝିଅ ଝାଡୁ ବିକିବାକୁ ଆସିଥିଲା କେନ୍ଦ୍ରାପଡାରେ ଚାମିଲି ସମୟରେ। ଆପଣ ଚାମିଲି କେସରେ ସେଟା ଭୁଲିଗଲେ। ସେମାନେ ଆସିଥିଲେ ବାପ ଝିଅ ଝାଡୁ କରିବାକୁ, ଝାଡୁ ବିକୁଥିଲେ, ଗୋଟେ ଝିଅକୁ ନେଇ ଗ୍ୟାଙ୍ଗରେପ କରିଛନ୍ତି କେନ୍ଦ୍ରାପଡାରେ, ଏଇ ଯୋଉ ଚାମିଲି ଇସ୍ୟୁ ବେଳେ। ଆପଣ ଚାମିଲି ଇସ୍ୟୁରେ ସବୁ ବ୍ୟସ୍ତ ଥିଲେ, ଆପଣ ଦେଖନ୍ତୁ, ପେପରକୁ ଯାଆନ୍ତୁ। ତେଣୁ ବାହାରୁ ଆସୁଥିବା ଝିଅ ଝାଡୁ ବିକିଥିବା ଗୋଟେ ସେଫ ନୁହଁ। ଆରଥର ମୋଦି ବାବୁ ଆସିଥିଲେ, ସେଇ ଟାଇମରେ ଜୟାକୁ ମାରିଦେଲେ, ସହଦେବକୁ ମାରିଦେଲେ। ଏଥର ମୋଦି ବାବୁ ଆସିବା ସମୟରେ ଆମର ରାୟଗଡାରେ ଝିଅକୁ ବିଭତ୍ସ ମାନେ ତାକୁ ବସ୍ତ୍ରହରଣ ହଉଛି। ତେଣୁ କଣ ସରକାର ଡବଲ ଇଞ୍ଜିନ କହୁଛନ୍ତି ଆମେ ବିକାଶ କରୁଛୁ? ବିକାଶ ନା ଓଡ଼ିଶାର ବିନାଶ ହଉଛି ଯାଇକି ବର୍ତ୍ତମାନ। ପୋଷ୍ଟର ଓଡ଼ିଶା ହଁ, ସାରା ଓଡ଼ିଶା ବିକାଶ ହେଇଛି କହୁଛନ୍ତି ସରକାର, ପ୍ରାଇମ ମିନିଷ୍ଟର। ଓଡ଼ିଶା ବିକାଶ, ମୁଁ କହିଲି ବିକାଶ ନୁହଁ ବିନାଶ। ବର୍ତ୍ତମାନ ଭିଡ଼ା ହିଂସାରେ ବିକାଶ ବିନାଶ ହେଇଗଲାଣି। ବର୍ତ୍ତମାନ ଘରେ ସବୁ ଲୁଚିକି ରହିବେ, ଏମାନେ ସବୁ ବୁଲିବେ ବଡ ବଡ ଗାଡି ଧରିକି, ଆମେ ସବୁ ଲୁଚିକି ରହିବୁ।